ଜୟ ଜଗନ୍ନାଥ ବନ୍ଧୁଗଣ, ମୁଁ ନେଇକରିକି ଆସିଛି ଆପଣମାନଙ୍କ ପାଇଁ ଏକ ଜବରଦସ୍ତ ଉପାୟ। ଯେଉଁ ଉପାୟଟି ହେଉଛି, ଆପଣ ଯଦି ଶୋଇବା ପୂର୍ବରୁ ଏହି ଉପାୟଟି ବ୍ୟବହାର କରନ୍ତି ତାହେଲେ ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ। ଚାଲନ୍ତୁ ବନ୍ଧୁଗଣ, ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ରାତିରେ ଶୋଇବା ଆଗରୁ ଚୁପଚାପ ଏହି ମନ୍ତ୍ର 3 ଥର କୁହନ୍ତୁ। ଯାହାକୁ ନିଜର କରିବାକୁ ଚାହୁଁଥିବେ ସେ ନିଜେ ଆପଣଙ୍କ ପାଖକୁ ଆସିବ। ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ବଶୀକରଣ ମନ୍ତ୍ର କହିବାକୁ ଯାଉଛୁ। ଏହା ଫଳରେ ଆପଣ ଅତି ସହଜରେ ଅନ୍ୟକୁ ନିଜ ଅଧୀନରେ ବଶୀଭୂତ କରିପାରିବେ। ସେ ଝିଅ ହେଉ ଅଥବା ପୁଅ, ଏହି ମନ୍ତ୍ରଟି ଜାଣିଲେ ତାଙ୍କୁ ଆପଣ ନିଜ ବଶୀଭୂତ କରିପାରିବେ। କିନ୍ତୁ ମନେ ରଖନ୍ତୁ, ଏହି ଉପାୟଟି ଆପଣ ସଠିକ ସ୍ଥାନରେ ପ୍ରୟୋଗ କରିବେ। ଏହାକୁ ଆପଣ ଅନ୍ୟ କୌଣସି ଖରାପ କାର୍ଯ୍ୟ ନିମନ୍ତେ ଉପଯୋଗ କରିବେ ନାହିଁ। ଏହି ଉପାୟଟି କରିବା ଦ୍ୱାରା ଆପଣ ଅତି ସହଜରେ ତାହାର ଫଳ ପାଇପାରିବେ। ଆଜି ଆମେ ଆପଣମାନଙ୍କୁ ଯେଉଁ ମନ୍ତ୍ରଟି ବିଷୟରେ କହିବାକୁ ଯାଉଛୁ, ଆପଣ ଏହାକୁ କେବଳ ଗୁରୁବାର ଦିନ ହିଁ କରିବା ଆବଶ୍ୟକ। ସର୍ବପ୍ରଥମେ ଆପଣ ଏକ ଧଳା କାଗଜ ଆଣନ୍ତୁ। ଏହା ସହିତ ଗୋଟିଏ ନାଲି କଲମ ଆଣନ୍ତୁ। ଏହାପରେ ଆପଣ ଏହି କାଗଜ ଉପରେ ସେହି 3ଟି ଶବ୍ଦକୁ ଲେଖିଦିଅନ୍ତୁ। ଏହି 3ଟି ଶବ୍ଦ ହେଉଛି ବଶଂ ଭବ ବଶଃ। ଆପଣ ଏହି 3ଟି ଶବ୍ଦକୁ ବଡ଼ ବଡ଼ କରି ଲେଖିବାକୁ ଚେଷ୍ଟା କରିବେ। ଏହା ଫଳରେ ଆପଣ ଏହାକୁ ନିଜେ ଭଲ ଭାବେ ପଢ଼ିପାରିବେ। ଏହାକୁ ସମ୍ପୂର୍ଣ୍ଣ ରୂପେ ଲେଖି ସାରିବା ପରେ ଏହି ଶବ୍ଦ ଗୁଡ଼ିକ ଆପଣ 3 ଥର କହିଦିଅନ୍ତୁ। ଏହାପରେ ଆପଣ ସେହି ଝିଅ ଅଥବା ସେହି ମନୁଷ୍ୟର ନାମ 5 ଥର କହିଦିଅନ୍ତୁ। ଯାହାକୁ ଆପଣ ନିଜ ଅଧୀନ ଅଥବା ନିଜ ବଶରେ କରିବାକୁ ଚାହୁଁଛନ୍ତି, ତାହାର ନାମ ଆପଣ 5 ଥର ଉଚ୍ଚାରଣ କରିଦିଅନ୍ତୁ। ସେହି ବ୍ୟକ୍ତି ବିଶେଷ ଜଣେ ମହିଳା ଅଥବା ପୁରୁଷ ହୁଅନ୍ତୁ। ଆପଣ ଏହାକୁ ଗୁରୁବାର ଦିନ କରିବା ଦ୍ୱାରା ସେ ନିଶ୍ଚିନ୍ତ ଆପଣଙ୍କ ବଶରେ ହୋଇଯିବ। ଏହାପରେ ଆପଣ ନିଜେ ତାହା ପରଦିନ ସକାଳୁ ଏହାର ସଂକେତ ପାଇପାରିବେ। ମାତ୍ର ବନ୍ଧୁଗଣ, ମନେ ରଖନ୍ତୁ ଯେ ଏହା ବେଳେ ବେଳେ କାର୍ଯ୍ୟକାରୀ ହୋଇନଥାଏ ଅଥବା କାମ କରିନଥାଏ। କାରଣ 100 ଲୋକଙ୍କ ମଧ୍ୟରୁ ଅତି କମରେ 3ରୁ 4 ଜଣ ଫେଲ ମାରନ୍ତି। ଏଣୁ କେବେ ମଧ୍ୟ ଆପଣ ମନ କଷ୍ଟ କରିବେ ନାହିଁ। ଯଦି ଏହିଥର ଆପଣଙ୍କ ମନ୍ତ୍ର ସଠିକ ଭାବରେ କାମ କରୁନାହିଁ ଅଥବା କୌଣସି ସଂକେତ ମିଳିପାରିଲା ନାହିଁ କିମ୍ବା ଏହାକୁ ଆପଣ ସଠିକ ଭାବରେ କରିପାରିଲେ ନାହିଁ, ତେବେ ଆସନ୍ତା ଗୁରୁବାର ଦିନ ଆପଣ ଏହାକୁ ପୁନର୍ବାର ଚେଷ୍ଟା କରନ୍ତୁ। ଦେଖିବେ ଆପଣ ନିଶ୍ଚିନ୍ତ ଏଥିରେ ସଫଳ ହେବେ। ଏହା ସହିତ ଆପଣ ଯାହା ଇଚ୍ଛା କରିବେ ତାହା ମଧ୍ୟ ସମ୍ଭବ ହୋଇପାରିବ। ଆଜି ପାଇଁ ଏତିକି ବନ୍ଧୁଗଣ, ରହିଲି। ଆପଣଙ୍କୁ ଯଦି ଭିଡ଼ିଓଟା ଭଲ ଲାଗେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ମଧ୍ୟ ଲାଇକ୍ ମଧ୍ୟ କରିଦିଅନ୍ତୁ।